15 ଲକ୍ଷ ନୁହଁ ଆଜ୍ଞା, 50 ଲକ୍ଷରୁ ଉର୍ଦ୍ଧ୍ୱ ମାଷ୍ଟର ଜେଲ୍। ଆମ କତରୁ ତୁ ଫୋନ୍ କଲା ମାନେ ଆମ କତିକି ସବୁ ଫୋନ୍ ଆଉଛି। ଅଂଶୁମାନ ସାର୍ ତୁ ଜାଣିନୁ ଆମର ଶଳା ତୁ ଆମେ ତାଙ୍କୁ ସେଟିଂ କରିକି ବେପାର କରୁଛୁ, 15 ଲକ୍ଷ ଦେଇଛୁ, ତୁ ଏଠି ଆମ ସାଙ୍ଗରେ ନାଗିବୁ। 15 ଲକ୍ଷ ନୁହଁ, 50 ଲକ୍ଷରୁ ଉର୍ଦ୍ଧ୍ୱ। ଆହୁରି କହିବା କଥା ଯେ ଯଦି ଜଣେ ସେଥିରେ ସମ୍ପୃକ୍ତ ନାହିଁ, ସେ ନିଜ ଆଡୁ କାହିଁକି ଆଜ୍ଞା ସଫେଇ ଦବ? ଏତେ ଅଫିସର ଭଦ୍ରକରେ ଥିଲେ, ପୋଲିସ ଅଫିସର, ଆଉ କାହା ନାଁ କାହିଁକି ସେ ସିଧା ସିଧା ମୁହଁରେ ନେଲେନି? କେବଳ ଏଇ ଜଣେ ଅଫିସରଙ୍କ ନାଁ କାହିଁକି ନେଲେ? ମାଷ୍ଟର ଜେଲ୍। ଆଜି ଚା ପିଉଥିଲି ଏବଂ ଚା ଖଟିରେ 2 ଜଣ ବ୍ୟକ୍ତି କଥା ହଉଥିଲେ। ଏଇ ଯୋଉ ନିର୍ଦ୍ଦିଷ୍ଟ ଭାବରେ କୋଇଲା ବେପାରୀ ବା କୋଇଲା ଏଜେଣ୍ଟ ଏବଂ ପୋଲିସ ଭିତରେ ଯୋଉ ସମ୍ପର୍କକୁ ନେଇ, ଏବଂ ସେ ବ୍ୟକ୍ତି ଜଣକ ଯିଏ ଆଲୋଚନାରେ ଥିଲେ ଏବଂ ଯିଏ ଏସବୁ କଥା କହୁଥିଲେ, ସିଏ କୁଆଡ଼େ ସାଇକୋଲୋଜିରେ MA କରିଛନ୍ତି ଏବଂ ତାଙ୍କର କହିବା କଥା ହେଲା, ଯେତେବେଳେ କୌଣସି ଅଫିସରଙ୍କ ନାଁରେ ଗୋଟେ ଦୋଷାରୋପ ହୁଏ, ଯିଏ ସଚ୍ଚୋଟ ଅଫିସର ସିଏ ଠିକା ଉତ୍ତର ଦେବ। ଅର୍ଥାତ୍ ଯଦି ତାକୁ କିଏ ଆସିକି ପଚାରେ, ଗଣମାଧ୍ୟମ ପଚାରେ, ସେ ଯାହା କୁହନ୍ତି ଏଭଳି ଅଭିଯୋଗ ଭିତ୍ତିହୀନ, ଯଦି କିଛି ପ୍ରମାଣ ଅଛି ସେ ସାମ୍ନାକୁ ଆଣନ୍ତୁ, ଯଦି ୟା ଉପରେ ତଦନ୍ତ ହୁଏ ମୁଁ ସାମ୍ନା କରିବା ପ୍ରସ୍ତୁତ, ଏଥିରେ ମୋର କୌଣସି ସମ୍ପୃକ୍ତ ନାହିଁ, ସିଧା କହିବେ ପଳେଇବେ। ଯଦି ତାଙ୍କୁ ପଚରାଯାଏ, ନ ପଚାରିଲେ ସେ କିଛି କହିବାର ନାହିଁ, ଆମେ ଏକଥା ଦେଖିଛୁ, ସେ କହିବା କଥା ଦେଖିଛନ୍ତି। କିନ୍ତୁ ଏଇ କ୍ଷେତ୍ରରେ ଏଇ ଯୋଉ ପ୍ରତାପ ନାମକ ଯିଏ ଏଜେଣ୍ଟ, ଯୋଉମାନେ ବେପାରୀ ଏବଂ ଗ୍ରାହକ ଭିତରେ ଏଜେଣ୍ଟ ସାଜିଥିଲେ, ସାଜିକି କ'ଣ ପଇସା ପତ୍ର ମୁନାଫା ଚାଲିଥିଲା, ସିଏ ନିର୍ଦ୍ଦିଷ୍ଟ ଭାବରେ ଯୋଉ ଅଫିସରଙ୍କ ନାଁ ନେଲେ, ସିଏ ଅଫିସର କାହିଁକି ଗୋଟେ ନିର୍ଦ୍ଦିଷ୍ଟ ସୋସିଆଲ ମିଡିଆକୁ ଡାକିକି ତାଙ୍କର ପ୍ରତିକ୍ରିୟା ତାଙ୍କ ଆଡୁ ରଖିଲେ? କ'ଣ ଆବଶ୍ୟକତା ପଡ଼ିଗଲା? ଆପ୍ଲିକେସନ ଦଉଛି ଯେ ଆପଣ 15 ଲକ୍ଷ ଟଙ୍କା ନେଇଛନ୍ତି, ଆପଣ ଗୋ ଚାଲାଣ କୋଇଲା ମାଫିଆ ସହିତ ମିଶିକି ଅଛନ୍ତି, ତାପରେ ଆପଣ କ'ଣ କହିବେ? ତ କିଏ କ'ଣ କହିଦେଲେ ଯଦି ସେଇଟା ହେଇଯିବ, ତାହେଲେ ଦୁନିଆରେ କିଛି ବି ସମ୍ଭବ ହେଇଯିବ, କାହାର ଷ୍ଟେଟମେଣ୍ଟରେ ଯଦି କ'ଣ ହେଇଯିବ। ନିଜକୁ କାହିଁକି ସ୍ୱଚ୍ଛ ବୋଲି ପ୍ରମାଣ କରିବାକୁ ସିଏ ଏତେ ତତ୍ପର ହେଲେ, ଇଏ ସନ୍ଦେହ ଏକ। ଦ୍ୱିତୀୟରେ, ସେତେବେଳେ ପ୍ରତିକ୍ରିୟା ଦେଲେ, ସେତେବେଳେ କହିଲେ ଯେଉଁ ସୋସିଆଲ ମିଡିଆ ବା ଗଣମାଧ୍ୟମ ମାନେ ଏ ଖବରକୁ ପ୍ରସାର କଲେ, ମାନେ କିଛି ଗଣମାଧ୍ୟମ ପ୍ରକାଶ କଲେ, ଏ ଖବର ପ୍ରକାଶ କଲେ, କିନ୍ତୁ ଏ ପଏଣ୍ଟ ନଥିଲା, ଯୋଉମାନେ କଲେ ସେମାନଙ୍କର ସବୁ କୁଆଡେ ରେକର୍ଡ ଥାନାରେ ଅଛି। ଆଉ ବାକି ଯେଉଁଠି ନ୍ୟୁଜ୍ ଚ୍ୟାନେଲ୍ ଯେଉଁ ପ୍ରସାର କରିଛି ଆଉ ଯେ ବ୍ୟକ୍ତି କହିଛନ୍ତି ତାଙ୍କମାନଙ୍କର ମଧ୍ୟ ଆପଣ ରେକର୍ଡ଼ସ୍ ଦେଖିପାରିବେ, ତ ସେମାନଙ୍କର ରେକର୍ଡ଼ସ୍ କ'ଣ ସେଇଟା ବି ଆପଣ ଥାନାରୁ ବୁଝିପାରିବେ। ତେଣୁ ଏହିସବୁ ଲୋକମାନଙ୍କର ମନ୍ତବ୍ୟ ଏ ନ୍ୟୁଜ୍ କିଛି ଫରକ ପକାଏନି। ତାମାନେ ସେମାନେ କ'ଣ ଚାନ୍ଦା ଫାନ୍ଦା ନେଉଥିଲେ ସେଇ କୋଇଲା ଏଜେଣ୍ଟ ପାଖରୁ? ଏକଥା ପୁଲିସ ତାର ଜାଣିଛି। ଇଏ ବଡ଼ ଆଶ୍ଚର୍ଯ୍ୟ କଥା। ତେଣୁ ଇଏ ଆହୁରି ସନ୍ଦେହକୁ ଘନୀଭୂତ କରୁଛି। ଆଉ ଗୋଟେ କଥା, ଇଏ ଯୋଉ ରିଆକ୍ଟିଭ ହେବା ପରେ ଗଣମାଧ୍ୟମକୁ ପରାମର୍ଶ ଦେବା, କେଉଁ ଖବର ପ୍ରକାଶ କରିବେ, କେମିତି ପ୍ରକାଶ କରିବେ, କୋଉ ପ୍ରଶ୍ନ ପଚାରିବା ଉଚିତ କି ନୁହେଁ, ଫ୍ରିଡମ ଅଫ ସ୍ପିଚ କ'ଣ, ଆଉ କୌଣସି ଘଟଣାର ପ୍ରକାଶ କରିବା ପରେ ସତ୍ୟାସତ୍ୟ ତାକୁ ଯାଞ୍ଚ କରିବା ନିହାତି ଜରୁରୀ। ଗୋଟେ ଗଣମାଧ୍ୟମ ଯେଉଁମାନେ ବି ଚଲାଉଛନ୍ତି ୱେବ୍ ମିଡ଼ିଆ ବଗେରା, ଜଣଙ୍କ ନାଁରେ ଆପଣ ପର୍ସନାଲ୍ ଆଟାକ୍ କରିବା ଆଗରୁ ଟିକେ ଯାଞ୍ଚ କରିକି କରିବାଟା ଭଲ। ଏମିତି ପର୍ସନାଲ୍ ଆଟାକ୍ କରିବା, ଯଦି ଗଣମାଧ୍ୟମ ଆପଣଙ୍କୁ ଅଧିକାର ଦିଆଯାଇଛି ଆମର ଫ୍ରିଡମ୍ ଅଫ୍ ସ୍ପିଚ୍, ତାର ମିସ୍ୟୁଟିଲାଇଜ୍ ନ ହେଉ, କାହିଁକିନା ବହୁ ଲୋକ ଏଥିରେ ଆଫେକ୍ଟେଡ଼, ମେଣ୍ଟାଲି ଆଫେକ୍ଟେଡ଼ ହୁଅନ୍ତି। ଯଦିଓ ଆମକୁ କିଛି ଫରକ ପଡ଼ୁନି, କେଉଁଠି ନା କେଉଁଠି ସେଇଟା ଆପଣଙ୍କୁ ଖରାପ ଲାଗେ କିଛି ସମୟ ପାଇଁ। ଆଜ୍ଞା, ସୋସିଆଲ ମିଡିଆ ଇଜ ନଥିଙ୍ଗ ବଟ୍ ସାଧାରଣ ଲୋକ ଯେମିତି ଆମେ କଥାବାର୍ତ୍ତା ହଉଛୁ, ଆଗରୁ ଆମେ ସାହି ପଡ଼ିଶା ଛକରେ ଏମିତି ସବୁ କଥା ହଉଥିଲୁ, ଏବେ ସମସ୍ତେ ମୋବାଇଲ ଅଛି, ନିଜ କଥାଟା କହିଦେଲେ ଅନ୍ୟମାନେ ତାକୁ ଶୁଣିଲେ। ଇଏ ଗୋଟେ କମ୍ୟୁନିଟି ବାସ୍, ଇଏ ଗଣମାଧ୍ୟମର ଗୋଟେ ପୂର୍ଣ୍ଣ ସ୍ୱରୂପ ନୁହେଁ। ତେଣୁ ତାକୁ ନେଇକି ଏତେ ପ୍ରତିକ୍ରିୟାଶୀଳ ହେଲେ କାହିଁକି? ଇଏ ହେଲା ତାଙ୍କର ଯୁକ୍ତି, ଯିଏ ସାଇକୋଲୋଜିରେ MA କରିଛନ୍ତି, କଥା ହଉଥିଲେ ଚା ଖଟିରେ। ଆଉ ଗୋଟେ କଥା କହିଲେ, ଭଦ୍ରକ ଜିଲ୍ଲାରେ ଏତେ ଅଫିସର ଅଛନ୍ତି, ସେ ଏଜେଣ୍ଟ ସେ ଆଉ କାହା ନ ନେଇକି ନିର୍ଦ୍ଦିଷ୍ଟ ଭାବରେ ଏ ଅଫିସରଙ୍କ ନାଁ କାହିଁକି ନେଲେ? ସେ ତାଙ୍କର ଆହୁରି କହିବା କଥା, ଏଇ ନିକଟରେ ଯୋଉ ଏସ୍ପିଙ୍କର ବଦଳି ହେଲା, ଏ ଏସ୍ପିଙ୍କ ବଦଳି ପଛରେ କୁଆଡେ ଅଫିସରଙ୍କର ଗ୍ରୁପିଜିମ୍ ବା ଗ୍ୟାଙ୍ଗୱାର କଥା ଅଛି। ଭଦ୍ରକ ଜିଲ୍ଲାରେ ଅଫିସର ମାନଙ୍କର ଗ୍ରୁପିଜିମ୍ ହୁଏ, ଜିଲ୍ଲାପାଳଙ୍କ ଅଫିସରେ କାଳେ ଗ୍ରୁପିଜିମ୍ ହୁଏ, ମୁଖ୍ୟ ଅଫିସ ଜିଲ୍ଲାର, ଏବଂ ଆଇନ ଶୃଙ୍ଖଳା ଦେଖିବେ ଯଦି ପୋଲିସ ବିଭାଗ, ପୋଲିସ ବିଭାଗରେ ବି ଟପ୍ ଲେବୁଲର ଅଫିସର ମାନଙ୍କର କାଳେ ଗ୍ରୁପିଜିମ୍ ଅଛି। ଯିଏ ଏସ୍ପି ଏଠୁ ବିଦା ହେଇକି ଗଲେ, ସିଏ କୁଆଡେ ଏଙ୍କ ଉପରେ ହାବି ହେଇଯାଇଥିଲେ ଏବଂ ମୁଖିଆ ଯିଏ ଅଛନ୍ତି ବର୍ତ୍ତମାନ ଶାସନରେ, ମୁଖିଆ ମନ୍ତ୍ରୀ, ତାଙ୍କୁ ସନ୍ତୁଷ୍ଟ ଯିଏ କରିପାରିବ, ତାଙ୍କର କୁଆଡେ ଏଠି ଦବଦବା ରହୁଛି। ଏବଂ ଗୋଟେ ସୁଯୋଗ ସୃଷ୍ଟି ହେଲା
ତାଙ୍କ ବିରୁଦ୍ଧରେ ଗୋଟେ ଇଣ୍ଟେଲ୍ ଦେବା ପାଇଁ, ରିପୋର୍ଟ ଦେବା ପାଇଁ। କାରଣ ଯେତେବେଳେ ସେ ଘଟଣାଟି ଘଟିଲା, ଏ ଘଟଣା ଆଗକୁ ଗୋଟେ ବ୍ୟାପକ ହିଂସାର ରୂପ ନେବ ବା ବିଜେପି ପାଇଁ ଗୋଟେ ବଡ଼ ବିପତ୍ତି ଆଣିବ ବୋଲି ଯେତେବେଳେ ଭଦ୍ରକରୁ ଆରମ୍ଭ କରି ରାଜଧାନୀ ଦେଇ ଗତି କଲା ଏବଂ ଏ କଥାକୁ ଯୋଉ ଫ୍ଲୋ କରିବା ଭିତରେ ବି କିଛି ଅଫିସରଙ୍କର ହାତ ଥିଲା ଏବଂ ସେଇ ଯୋଉ ନେତାମାନେ ଯେତେବେଳେ ରିପୋର୍ଟ ମାଗିଲେ ସାଧାରଣ ଲୋକଙ୍କ କଥାରେ ନେତାମାନେ ଆକ୍ସନ ନିଅନ୍ତିନି ଆଜ୍ଞା। କେତେ ଲୋକ କେତେ କଥା କହୁଛନ୍ତି, ତାଙ୍କ ଇଣ୍ଟେଲ ନେତାମାନେ ନିଅନ୍ତିନି, ତାକୁ ଆନାଲିସିସ୍ କରନ୍ତିନି। ତାଙ୍କର କିଛି ବିଶ୍ୱସ୍ତ ଅଫିସର ଅଛନ୍ତି ସେ ଅଞ୍ଚଳରେ, ସରକାରୀ ଅଧିକାରୀ, ସବୁ ସରକାରୀ ଅଧିକାରୀଙ୍କର ଡିପେଣ୍ଡେଣ୍ଟ। ସେଇ ସରକାରୀ ଅଧିକାରୀଙ୍କ ଦ୍ୱାରା ଖବର ନେଲେ ଏବଂ ତାର ସୁଯୋଗ ନେଇ କାଳେ ଗୋଟିଏ ଗ୍ରୁପ ଏ ଏସ୍ପିଙ୍କୁ ବିଦା କରିବାରେ ସକ୍ଷମ ହେଲେ, କାରଣ ଇଏ କୁଆଡେ ସମସ୍ତଙ୍କ ମୁହଁରେ ନ ପକେଇ ନିଜେ ଅଧିକାର ନେଇଯାଉଥିଲେ। ଇଏ ଗୋଟେ ଚର୍ଚ୍ଚା ହଉଛି, ସତକୁ ମିଛ ଆମେ ଜାଣିନୁ। କିନ୍ତୁ ଗ୍ରୁପିଜମ ଜିଲ୍ଲା ପ୍ରଶାସନରେ ଅଫିସର ଟପ୍ ଲେବୁଲ ଅଫିସର ମାନଙ୍କ ଭିତରେ ଅଲଗା ଅଛି ବୋଲି ଏକଥା ଆମେ ପରିଲକ୍ଷିତ କରିଛୁ। ତେଣୁ ହୋଇଥାଇପାରେ ୟାଙ୍କ କଥା ସତ ହେଇପାରେ। ତେଣୁ ଇଏ ଯୋଉ କୋଇଲା ବେପାରକୁ ନେଇ ପୋଲିସ, କୋଇଲା ବେପାରୀ ଏଜେଣ୍ଟ ଭିତରେ ଆଉ ଗଣମାଧ୍ୟମର ଲୋକ କିଛି ଏଙ୍କର ସମ୍ପୃକ୍ତି ନେଇକି ଯୋଉ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚା ହେଇଛି, ତାକୁ ଆଉ ଟିକେ ଗଭୀରର ସହିତ ଚର୍ଚ୍ଚା ହେବାର କୁଆଡେ ଆବଶ୍ୟକତା ଅଛି ବୋଲି ସେ ବ୍ୟକ୍ତି କହୁଥିଲେ। ଆପଣଙ୍କ ମତ କ'ଣ ଆପଣ କହିବେ? ନମସ୍କାର। ବଟ୍ ଠିକ୍ କିନ୍ତୁ ଏସବୁ ଜିନିଷ କରିବା ଆଗରୁ ରିଥିଙ୍କ କରିବାର ଅଛି କି ଆପଣ ଯାହା ଏଗେନ୍ଷ୍ଟ କହୁଛନ୍ତି ସେ କେଉଁ ଟାଇପ୍ର ଲୋକ ଅଛି, ସତ୍ୟତା ଜାଣିବାର ସତ୍ୟ ଆବଶ୍ୟକ। ସତ୍ୟ ଜାଣିକି ଏଇଟା କରନ୍ତୁ, ୱିଦାଉଟ୍ ବ୍ଲାଙ୍କରେ ଏମିତି କରିବା ଉଚିତ ନୁହେଁ।